ବର୍ତ୍ତମାନ ଧାଡ଼ା ଧାଡ଼ି ଚାଲିଛି ପିଆ ପିଇ। ଲୋକେସନଟା କେମିତି ଅଛି ନାଇଁ ଲୋକେସନଟା ଦେଖ ଆପଣ ଝୁମର ଦୁନିଆର ଆକ୍ଟିଭ ମେମ୍ବର ଝୁମର ଦୁନିଆ ଇନଷ୍ଟାଗ୍ରାମର ଆକ୍ଟିଭ ମେମ୍ବର 20K ଫଲୋଅର୍ସ। ଏଠି ଅଛନ୍ତି ବ୍ୟାଙ୍କର କର୍ମଚାରୀ ଜଣେ କ୍ରେଡିଟ୍ ଅଫିସର ଆଉ ଅଛନ୍ତି। ଲୋନ୍ ଫୋନ୍ କାହାରି ଦରକାର ହେଲେ ଭାଇ ସହିତ ଯୋଗାଯୋଗ କର। ଭାଇଙ୍କ ନାଁ ହେଉଛି ରାଜେଶ ମହାନ୍ତ। ଫୋନ୍ ନମ୍ବରଟି ମୋତେ ମେନସନ୍ କରିଦିଆହେବ ଡେସ୍କ୍ରିପସନ୍ରେ। ଥଣ୍ଡା ବି ଘରକୁ ଆସି ସାରିଲା ପରେ ରାକେଶ ରେଡ଼ି। ବର୍ତ୍ତମାନ କେନାଲ ଯିବା ଗାଧୋଇବା ପାଇଁ। ରେଡ଼ି ରେଡ଼ି ରେକ୍ ବାହାରିବା। ବର୍ତ୍ତମାନ କେନାଲ ନୂଆ ଜାଗା ନୂଆ କେନାଲ ଟିକେ ଯାଇକି ଦେଖିକି ଆସିବା କେନାଲର କେତେ ପାଣି ଆସିଛି ନା କ'ଣ ଦେଖିକି ଆସିବା। ବର୍ତ୍ତମାନ ସେଠି କେନାଲ ସବୁ ଦେଖାଯିବ, ମାଛ ଧରା ବି ସବୁ ସତରେ। ହଁ ହଉ କ'ଣ ଗେଣ୍ଡା ନା କ'ଣ ମାଛ ଅଛି ସେଠି ଯାଇକି ଦେଖିକି ଆସିବା। ତାପରେ ଦେଖିବା ଆଗକୁ କ'ଣ ହେଉଛି ଆଉ। ଗାମୁଛାରେ ଯେ ଆସନ୍ତୁ ବାହାରେ ଅଛି ଗାମୁଛା। ବାସ୍ ପୁରା ପହଞ୍ଚି ପାରିଲେ ତ ସବୁ ଜାଣିବା ପାଇଁ। ବର୍ତ୍ତମାନ ବାହାରିଲା କେନାଲ ଘର ଛାଡ଼ିଲେ ବାଇକ୍ ବାହାର ନା ନା ଚାଲିକି ଯିବା ବାଇକ୍ ନା ଚାଲି ଯିବା। ଏପରି କିଛି ଗାଁର ଦୃଶ୍ୟ। ଏଇ ମେଣ୍ଢା ଛେଳି ବର୍ଷା ପାଣି ପକାଇଲା। ବର୍ତ୍ତମାନ ପାଖାପାଖି କେନାଲ ଦୁଇ ଜଣ ଆଗେଇଛନ୍ତି ରାଜେଶ ଆଉ ରାକେଶ। କିନ୍ତୁ କେନାଲ ଉପରେ ଯେଉଁ ମେଣ୍ଢା ଗାଈ ଗୋଠ ଗାଁର ଯେ ଦୃଶ୍ୟ ଓହ ହଁ ତୁମ ସହିତ ରୁହନ୍ତି ନା କ'ଣ? ଆଚ୍ଛା କାଲି ଯେଉଁ ଭସାଣି ହେଲା ଏଇ ଉପରୁ ମୂର୍ତ୍ତି ବିସର୍ଜନ ହେଇଛି। ସବୁ ବାଣ ଫାଣ ଫୁଟିଛି। କେନାଲ ପାଣି ପେକ୍ ପାଣି ଅଛି। କ'ଣ ପିଲାମାନେ ରେଡ଼ି? ଏପରି କିଛି ଦୃଶ୍ୟ ଗାଁର। ମନ୍ଦିର ବି ଅଛି ଏଠି ଦେଖିପାରୁଥିବେ। ଏଠି ରହିଲା ଆମର ମନ୍ଦିର ଯେଉଁଟାକି ଦଉଳିର ସବୁଠୁ ବଡ଼ ମନ୍ଦିର। ଶିବରାତ୍ରି ହୁଏ, ଦୀପ ଜାଳା ହୁଏ। ଆଉ ଯେଉଁ ଏଇ ଗାଁରେ କିନ୍ତୁ ଦୁଇଟା ପୂଜା ହୁଏ। ଦୁଇଟା ପୂଜା ଗୋଟେ ହେଉଛି ଆମର ଦେଉଳି ପଦ୍ମପୁର। ଦୁଇଟା ଗାଁ ଦୁଇଟା ପୂଜା ହୁଏ। ବଡ଼ ବଡ଼ ଡିଜେ କମ୍ପିଟିସନ୍ ହୁଏ। ଯେଠିକି ପୁରୀ ଆସିଥିଲା ଆଉ ଆମର ରୟାଲ କମ୍ପିଟିସନ୍ ବହୁତ ଜୋରଦାରିଆ ହେଇଥିଲା। ମୂର୍ତ୍ତି ବିସର୍ଜନ ହେଇଥିଲା ନା କ'ଣ କହୁଛ ପିଲାମାନେ? ପୁଣି ଗତକାଲି ଯେଉଁ ଭସାଣି ହେଲା ଆଉ ଗୋଟେ ଆମର ଦେଉଳିରେ ଦୁଇଟା ପୂଜା ହୁଏ। ଗୋଟେ ହେଉଛି ତଳ ସାହି ଆଉ ଗୋଟେ ଉପର ସାହି। ଉପର ସାହିରେ କାଲି ବିସର୍ଜନ ଥିଲା। କାଲି ଯେଉଁଟାକି ଆମ ଡିଜେ ଯାଇଥିଲା AK-47। କାଲିର ରେସ୍ପନ୍ସ ବି ବହୁତ ବଢ଼ିଆ ଥିଲା। ହଁ କାଲିର ଭିଡ଼ିଓର କିଛି କ୍ଲିପ୍ ପଡ଼ିବ। ତାପରେ ଏଇଠି ତ ବିସର୍ଜନ ହେଇଛି ଆଉ ନା କ'ଣ କହୁଛ ରାକେଶ? ଦେଖନ୍ତୁ ନା ମୁଁ କେମିତି ଡିଆଁ ମାରିବି ଟିକେ। ତୁ ଡିଆଁ ମାରୁ ଠିକ୍ ଅଛି। ଏଇ ତ ଗାଁର ଦୃଶ୍ୟ ଆଉ। ରେଡ଼ି? ବାସ୍ ହଁ। ଏଇପରି ଗାଁର ସବୁ ଦୃଶ୍ୟ କିଛି ଅଛି ଆଉ। ଗାଁର ମଜା ନଦୀରେ ଡେଇଁବା, ପୋଖରୀରେ ଡେଇଁବା, ଗାଧେଇବା ଏଇସବୁ ଆଉ। ଠିକ୍ ଅଛି ତ ଆମେ ଟିକେ ଗାଧେଇ ପଡ଼ିବା। ଗାଧେଇ ସାରିଲା ପରେ ବ୍ଲଗ୍ସଟିକୁ ଆଗକୁ ଦେଖିବା କ'ଣ ହେଉଛି ଆଉ। କ'ଣ ଜିନିଷ ପୁଣି ରହିଯାଇଛି ବାକି ଗାଁର କଭର୍ କରିବା। କେନାଲରେ ଗେଣ୍ଡା ବହୁତ ମାତ୍ରାରେ ଯେଟା କୁଢ଼ା ହୁଏ। ବର୍ତ୍ତମାନ ରାକେଶ କହୁଛି କି ମୁଁ ଯିବି ଆଉ ଗେଣ୍ଡା ନେବି। ଏ ରାକେଶ କ'ଣ କହୁଛୁ? ବୁଡ଼ିଲେ ବାହାରିବ ତ ଗେଣ୍ଡା? ପୁରା ବାହାରିବ। ଠିକ୍ ଅଛି ମୁଁ ଥରେ ବୁଡ଼ିଲେ କେତେଟା ବାହାରୁଛି? ଠିକ୍ ଅଛି ମୁଁ ବ୍ୟାକ୍ କ୍ୟାମେରା କରିକି ଦେଖାଉଛି ସେ କେତେଟା ବାହାର କରିପାରୁଛି। ଯା ବୁଡ଼ୁ।
राकेश बर्तमान से जाइए से गेंडा के बाहर गोटे कौसी मु थरे बुड़े केतटा बाहर करुच्ची गेंडा से सतरे गेंडा काढ़ी पारुछि ना नहीं देखिबा। अच्छा अच्छा हाँ देखिलु 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 पाकु आणलु केते गेंडा बाहरी। आउरी मिस्टेक है अरे 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 गेंडा बहुत मात्रा रे अछि जेटा कि गाँ गहली रे हमर साधारणतः कौन कौन कहती जल घांटी ना कौन ये भाया तो गाँव री किसी जिनस अच्छी जेटा कि निरा लगे ठीक अच्छे बर्तमान गाधे सारवा गाधेवा टी आम गाधे उठिकी देखा। वास जबरदस्त पहरा चलती सुमन बाबू जल्दी 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 भाई कुमिर आसबो देखो केते पानी अछि टिके देखलो हाथ उठे ऊपर को उठेलो बुड़ी की देखो देखो कुमिर आसबो ना कि देखो। अरे यार पानी बहुत अच्छी हाथ फाथ बुड़ी गला मनुष्य बुड़ी नहीं तो बे उठ भाई सुसाइड करो ने चलो हाय आज केनाल किसी दृश्य निरा दृश्य जेटा कि मला मनीष पर जड़े भासुची देखले जमी लगे एकदम पूरा मनीष मरिकी भासुची टे देखल सेपटे से ऊपर ऊपर देखा जल्दी जाओ ठेंग उठा सुमन ठेंग उठा डेंगी रेडी है डेंगी जमा ये तो है बोल हेलो टाटा बाय बाय। गाधुआ सरवा पर सीधा बर्तमान घर को ए गौरा टाटा बाय बाय।